ଆଜି ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞା ଏବଂ ଉଦ୍ଧାରର ପଥ ଏହି ଉପଦେଶ ଶିରୋନାମ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ବାଇବଲର ଶିକ୍ଷା ମାଧ୍ୟମରେ ଆସନ୍ତୁ ଆମ୍ଭେ ଜାଣିବା କି ପରମେଶ୍ୱରଙ୍କ ଆଜ୍ଞା କେତେ ବହୁମୂଲ୍ୟ। ଜଣେ ମନୋବିଜ୍ଞାନୀ ଏକ ଧନୀ ସହରରେ ଲୋକଙ୍କ ଅପରାଧର କାରଣ କରୁଥିବା ମନୋବିଜ୍ଞାନକୁ ଅଧ୍ୟୟନ କରିବା ପାଇଁ କିଛି ଦିନ ପାଇଁ ରାସ୍ତାରେ ଏକ ଲକ୍ଜରୀ କାର୍ ଛାଡ଼ିଦେଲା ଏବଂ ସେ ପଛର ଡିକି ମଧ୍ୟ ଖୋଲା ରଖିଲା। ଅନେକ ଦିନ ବିତିଗଲା କିନ୍ତୁ କାର୍ର କିଛି ହୋଇନଥିଲା। ଯେହେତୁ ଏହା ଏକ ଧନୀ ସହର ଥିଲା, ତେବେ ଯଦିଓ ଏହା ଏକ ମହଙ୍ଗା କାର୍ ଥିଲା, କିନ୍ତୁ କାର୍ ଲୋକଙ୍କୁ ଅପରାଧ କରିବାକୁ ପ୍ରଲୋଭିତ କରିପାରିନଥିଲା। ଏହାପରେ ମନୋବିଜ୍ଞାନୀ ଗୋଟିଏ ଝରକାକୁ ଭାଙ୍ଗିଦେଲା। ଝରକା ଭାଙ୍ଗିବା ପରେ ସେହି ଧନୀ ସହରରେ କିଛି ଅଜବ ଘଟଣା ଘଟିବାକୁ ଲାଗିଲା। କାର୍ ଭିତରେ ଥିବା ମହଙ୍ଗା ଜିନିଷ ଗୋଟିଏ ପରେ ଗୋଟିଏ ଅଦୃଶ୍ୟ ହେବାକୁ ଲାଗିଲା। ସେହି କାର୍ରେ ଥିବା ଜିନିଷ ସେହି ସହରର ଧନୀ ଲୋକଙ୍କ ପାଇଁ ସାଧାରଣ ଥିଲା, ତଥାପି ଭଙ୍ଗା ଯାଇଥିବା ଝରକାର ଆଇନ ପାଳନ କରୁଥିବା ବାସିନ୍ଦାଙ୍କ ମନରେ ଅପରାଧ କରିବାର ମାନସିକତାକୁ ଉତ୍ପନ୍ନ କଲା। ଟାୟାର ପରି କାର୍ର ସମସ୍ତ ଆବଶ୍ୟକୀୟ ଭାଗ ଚୋରି ହୋଇଗଲା। ଶେଷରେ କେବଳ କାର୍ର ଫ୍ରେମ୍ ବାକି ରହିଲା। ଏହି ଧନୀ ସହରରେ ଏପରି ଏକ ଅଦ୍ଭୁତ ଘଟଣା ଘଟିଲା। ଲୋକମାନେ ଆଶ୍ଚର୍ଯ୍ୟଚକିତ ଥିଲେ। ଆମ୍ଭେ ଅପରାଧ ଅଞ୍ଚଳରେ ଅପରାଧ ହାରକୁ କିପରି ହ୍ରାସ କରିପାରିବୁ? ବିଭିନ୍ନ ଉପାୟ ଖୋଜି ସେମାନେ କାନ୍ଥ ଚିତ୍ର ହଟାଇବାକୁ ଏକ ଅଭିଯାନ କରିବାକୁ ନିଷ୍ପତ୍ତି ନେଲେ। ଯେହେତୁ କାନ୍ଥ ଚିତ୍ର ହଟାଇବା ଅଭିଯାନ ଆରମ୍ଭ ହେଲା, କିଛି ମାସ ମଧ୍ୟରେ ଅପରାଧ ହାର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଲା। କେବଳ ଗୋଟିଏ ବର୍ଷ ପରେ ଅପରାଧ ହାର ପ୍ରାୟ 40% ହ୍ରାସ ହେଲା। ଏହି ମାମଲା ମାଧ୍ୟମରେ ଆମ୍ଭେ ମନୁଷ୍ୟଙ୍କ ମାନସିକ ପ୍ରକ୍ରିୟା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶିଖିପାରିବା। ଜଣେ ବ୍ୟକ୍ତିର ଛୋଟ ଅପରାଧିକ କାର୍ଯ୍ୟକଳାପ ଅନେକ ଅପରାଧକୁ ଜନ୍ମ ଦେଇପାରେ ଏବଂ ଏକ ସଫେଇ ଆନ୍ଦୋଳନ ଅନେକ ଲୋକଙ୍କ ଅପରାଧ କରିବାର ଇଚ୍ଛାକୁ ହତ୍ୟା କରିପାରିବ। ପଣ୍ଡିତମାନେ ଶିକ୍ଷା ବାହାର କଲେ ଯେ ଅପରାଧ ହାର ହ୍ରାସ କରିବାର ଉପାୟ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ନୁହେଁ, କିନ୍ତୁ ଆମ୍ଭମାନଙ୍କ ପରିବେଶକୁ ସଫା ରଖିବାର ଅଛି। ଆଜି ଏହି କାହାଣୀ ମୁଁ ଆପଣଙ୍କ ସହିତ ଏଥିପାଇଁ ବାଣ୍ଟୁଅଛି କାରଣ ଆମ୍ଭମାନଙ୍କ ଶତ୍ରୁ ଶୈତାନ ଛୋଟ ଅପରାଧରୁ ଆରମ୍ଭ କରି ପରମେଶ୍ୱରଙ୍କ ନିୟମ, ବ୍ୟବସ୍ଥା ଏବଂ ଆଜ୍ଞାକୁ ଭାଙ୍ଗିବା ଆରମ୍ଭ କଲା। ଏକ ଝରକାକୁ ଭାଙ୍ଗିବା ପରି ଏକ ଛୋଟ ଅପରାଧ ପରେ ଲୋକଙ୍କ ମାନସିକତା କିପରି ବଦଳିଗଲା? ସେମାନେ ଅଧିକ ଗୁରୁତର ଅପରାଧ କରିବା ପାଇଁ ଅତ୍ୟଧିକ ନିର୍ଭୀକ ହୋଇଗଲେ। ଏହା ଚିନ୍ତା କରି କ'ଣ ଫରକ ପଡ଼ୁଛି ଯେ ଆମ୍ଭେ ଶନିବାରକୁ ଆରାଧନା କରୁ କି ରବିବାର? ଏଥିରେ କେବଳ ଗୋଟିଏ ଦିନର ପାର୍ଥକ୍ୟ ଅଛି। ସେମାନେ ବିଶ୍ରାମବାରରୁ ଆରମ୍ଭ କରି ପରମେଶ୍ୱରଙ୍କ ଆଜ୍ଞାକୁ ଭାଙ୍ଗିବା ଆରମ୍ଭ କଲେ। ସେହିଭଳି ସେମାନେ ନୂତନ ନିୟମର ନିସ୍ତାର ପର୍ବ ଅନ୍ତର୍ଭୁକ୍ତ ପରମେଶ୍ୱରଙ୍କ ପର୍ବଗୁଡ଼ିକୁ ଭାଙ୍ଗିଦେଲେ। ଶେଷରେ ଲୋକମାନେ ନୂତନ ନିୟମର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ମଧ୍ୟ ଅସ୍ୱୀକାର କଲେ, ଯେ ମାନବ ଜାତିର ପରିତ୍ରାଣ ପାଇଁ ନିୟମ, ଆଜ୍ଞା ଏବଂ ବ୍ୟବସ୍ଥା ସ୍ଥାପନ କଲେ। ଏଥିପାଇଁ ପରମେଶ୍ୱର ଦ୍ୱିତୀୟ ଥର ପୃଥିବୀକୁ ଆସିଲେ। ପିତା ଆନସାଙ୍ଗହୁ ଏବଂ ସ୍ୱର୍ଗୀୟ ମାତା ପୃଥିବୀକୁ ଆସି ଏବଂ ବାଇବଲର ସମସ୍ତ ଶିକ୍ଷାକୁ, ଯେପରିକି ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ ନୂତନ ନିୟମର ସମସ୍ତ ପର୍ବକୁ ଗୋଟିଏ ପରେ ଗୋଟିଏ ପୁନଃସ୍ଥାପିତ କଲେ। ଆଜି ମଧ୍ୟ ସେମାନେ ଉଦ୍ଧାରର ଦିଗରେ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ସେମାନେ ଆମ୍ଭମାନଙ୍କୁ ଶିକ୍ଷା ଦେଲେ ଯେ ପରମେଶ୍ୱରଙ୍କ ଆଜ୍ଞା କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ରାମ ଦିନ କେତେ ମୂଲ୍ୟବାନ। ସେମାନେ ଗୋଟିଏ ପରେ ଗୋଟିଏ ପରମେଶ୍ୱରଙ୍କ ନିୟମ, ଆଜ୍ଞା ଏବଂ ବ୍ୟବସ୍ଥାକୁ ପୁନଃସ୍ଥାପିତ କଲେ ଏବଂ ଆମ୍ଭମାନଙ୍କୁ ସେମାନଙ୍କ ସମସ୍ତ ଅର୍ଥ ଶିଖାଇଲେ। ଯଦିଓ ଲକ୍ଜରୀ କାର୍ ଅନେକ ଦିନ ପାଇଁ ଧନୀ ସହରରେ ଛାଡ଼ି ଦିଆଯାଇଥିଲା, କିନ୍ତୁ ଲୋକଙ୍କୁ ତାହା ପ୍ରତି କୌଣସି ଆଗ୍ରହ ନଥିଲା। କିନ୍ତୁ ଥରେ ଝରକା ଭାଙ୍ଗିଯିବା ପରେ ସେମାନେ ସେହି କାର୍ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କଲେ। ସେମାନେ କ'ଣ ପାଇଁ ଆଗ୍ରହୀ ଥିଲେ?
ସେମାନେ ଅପରାଧ ପ୍ରତି ଆଗ୍ରହୀ ଥିଲେ। ଏହିଠାରୁ ହିଁ ଅପରାଧ କରିବାର ଇଚ୍ଛା ସୃଷ୍ଟି ହୋଇଥିଲା। ଯେମିତି ହିଁ ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ନଷ୍ଟ କରାଗଲା, ତେବେ ପରମେଶ୍ୱରଙ୍କ ଅନ୍ୟ ସମସ୍ତ ନିୟମଗୁଡ଼ିକ ସହିତ କ'ଣ ହେବାକୁ ଲାଗିଲା? ଲୋକମାନେ ପରମେଶ୍ୱରଙ୍କ ନିୟମ, ଆଜ୍ଞା ଏବଂ ବ୍ୟବସ୍ଥାକୁ ଘୃଣା କରିବାକୁ ଲାଗିଲେ। ଯଦିଓ ଆମ୍ଭେ ବିଶ୍ରାମ ଦିନ କିମ୍ବା ରବିବାର ପାଳନ କରୁ, ନିସ୍ତାର ପର୍ବ କିମ୍ବା ଖ୍ରୀଷ୍ଟମାସ ପାଳନ କରୁ, ଏହାଦ୍ୱାରା କ'ଣ ଫରକ ପଡ଼େ? କେବଳ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରହିବା ହିଁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ସେମାନେ ଏହିପରି ଭାବିବା ଆରମ୍ଭ କଲେ, ତେବେ ସେମାନେ ପରମେଶ୍ୱରଙ୍କ ପ୍ରତି କ'ଣ କଲେ? ଯିଏ ଆମ୍ଭମାନଙ୍କୁ ନିସ୍ତାର ପର୍ବ ଏବଂ ବିଶ୍ରାମ ଦିନ ସହିତ ନୂତନ ନିୟମ ଦେଲେ, ସେମାନେ ପରମେଶ୍ୱରଙ୍କ ସହିତ କିପରି ବ୍ୟବହାର କଲେ? ସେମାନେ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ଅବମାନନା କଲେ। ଏହା ଶୈତାନର ଯୋଜନା ଥିଲା। ତଥାପି ସେହି ସମସ୍ତ ସତ୍ୟ ବିଷୟରେ ପରମେଶ୍ୱର କ'ଣ କଲେ, ଯାହା ଶୈତାନ ଦ୍ୱାରା ନଷ୍ଟ କରାଯାଇଥିଲା? ପରମେଶ୍ୱର ଗୋଟିଏ ପରେ ଗୋଟିଏ ସତ୍ୟକୁ ପୁନଃସ୍ଥାପିତ କଲେ। ପରମେଶ୍ୱର ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ ପୁନଃସ୍ଥାପିତ କଲେ, ଯାହା ନଷ୍ଟ କରାଯାଇଥିଲା। ପରମେଶ୍ୱର ନୂତନ ନିୟମ ଏବଂ ପର୍ବଗୁଡ଼ିକୁ ପୁନଃସ୍ଥାପିତ କଲେ, ଯାହା ନଷ୍ଟ ହୋଇଯାଇଥିଲା। ନ୍ୟୁୟର୍କରେ ଅପରାଧ ହାର ହ୍ରାସ କରିବାକୁ ଅବଶ୍ୟ ପୁଲିସ ପରି ମାନବ ଶକ୍ତିର ଆବଶ୍ୟକ। ତେବେ ଏହା କେବଳ ଅପରାଧୀଙ୍କୁ ଧରିବାରେ ପ୍ରଭାବଶାଳୀ ଥିଲା। ଯେତେବେଳେ କାନ୍ଥ ଚିତ୍ରକୁ ହଟାଇବା ପରେ ଏକ ଭିନ୍ନ ପଦକ୍ଷେପ ନିଆଗଲା, ତେଣୁ ଆଖପାଖର ପରିବେଶ ଉନ୍ନତ ହେଲା ଏବଂ ଅପରାଧ କରିବାକୁ ଲୋକଙ୍କ ଇଚ୍ଛା କମିଗଲା। ଯେହେତୁ ଆମ୍ଭମାନଙ୍କୁ ସ୍ୱର୍ଗରେ କରାଯାଇଥିବା ପାପ ହେତୁ ପୃଥିବୀରେ ନିକ୍ଷିପ୍ତ କରାଗଲା, ତେଣୁ ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ନିୟମ, ଆଜ୍ଞା, ବ୍ୟବସ୍ଥା ଏବଂ ନୂତନ ନିୟମର ସତ୍ୟକୁ ସମ୍ପୂର୍ଣ୍ଣ ପାଳନ କରିବାକୁ ଶିଖାଇଲେ, ଯାହା ଫଳରେ ଆମ୍ଭେ ଆଉ ପାପ କରିବା ନାହିଁ। ଶେଷରେ ଯାହା କିଛି ତୁଚ୍ଛ ଦେଖାଯାଏ, ତାହା ଆମ୍ଭମାନଙ୍କ ଆତ୍ମାକୁ ବିନାଶ କରିପାରେ। ଆମ୍ଭମାନଙ୍କୁ କୌଣସି ଶିକ୍ଷାକୁ ତୁଚ୍ଛ ଭାବିବା ଉଚିତ ନୁହେଁ। ତେଣୁ ଆଜି ଆସନ୍ତୁ ଆମ୍ଭେ ବାଇବଲ ମାଧ୍ୟମରେ ଶିଖିବା ଯେ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରିବା ଆମ୍ଭମାନଙ୍କ ଆତ୍ମାକୁ ରକ୍ଷା କରିବାର ପଥ। ଆଜିକାଲି ଏହା ଅତ୍ୟଧିକ ଗରମ ହେଉଛି। ଯେତେବେଳେ ବି ଗରମ ହୁଏ, ତେବେ ମୁଁ ଭାବୁଛି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରକୃତି ଦ୍ୱାରା ଏକ ବୈବାହିକ ଶିକ୍ଷା ଦେଉଛନ୍ତି। ଏହା ଏତେ ଗରମ ଥିଲା ଯେ କେତେକ ୟୁରୋପୀୟ ଦେଶରେ ତାପମାତ୍ରା 50 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଲା। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେତୁ ଗରମ ପାଗ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଏହି ଅତ୍ୟଧିକ ଗରମ ପାଗରେ ମୁଁ ଭାବୁଛି, ଏହି ଗରମ ପାଗରେ ବଞ୍ଚିବା ଏକ ଯନ୍ତ୍ରଣାଦାୟକ। ତେଣୁ ଯଦି ଆମ୍ଭେ ଏପରି ସ୍ଥାନରେ ରହିବା ଯେଉଁଠାରେ ସେହି ଦେଶଗୁଡ଼ିକ ତୁଳନାରେ ଅଧିକ ଗରମ ହୁଏ, ତେବେ ସେଠାରେ କେତେ ଅଧିକ ଯନ୍ତ୍ରଣା ହେବ। ଲୁକ୍ 16ରେ ଧନୀ ଲୋକ ପରମେଶ୍ୱରଙ୍କୁ, ଯାହାଙ୍କୁ ଅବ୍ରାହ୍ମଙ୍କ ଭାବରେ ଦର୍ଶାଯାଇଅଛି, କହିଲେ, ମୋତେ ଦୟାକରି ଲାଜରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ। ଭାଇ ଓ ଭଉଣୀମାନେ, ଯେତେବେଳେ ପାଣିରେ ଭିଜି ଯାଇଥିବା ଆଙ୍ଗୁଠିର ଟିପ ଆମ୍ଭମାନଙ୍କ ଜିଭକୁ ସ୍ପର୍ଶ କରେ, ତେବେ କ'ଣ ଆମ୍ଭେ ଥଣ୍ଡା ଅନୁଭବ କରିପାରିବା? ତଥାପି ଅନନ୍ତ ନରକ ଏକ ଏପରି ସ୍ଥାନ ଯେଉଁଠାରେ ଆତ୍ମା ପାଣିର ଏକ ଛୋଟ ବୁନ୍ଦା ପାଇଁ ମଧ୍ୟ ଇଚ୍ଛା କରେ। ନୂତନ ନିୟମର ସତ୍ୟ କେତେ ମୂଲ୍ୟବାନ, ଯାହା ଆମ୍ଭେ ବର୍ତ୍ତମାନ ପ୍ରଚାର କରୁଅଛୁ। ଆମ୍ଭମାନଙ୍କୁ ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ ଏକ ଅଭ୍ୟାସ ଭାବରେ ପାଳନ କରିବା ଉଚିତ ନୁହେଁ, କାରଣ ସେଗୁଡ଼ିକ ବାଇବଲରେ ଲେଖା ହୋଇଛି। ଏହା ପରିବର୍ତ୍ତେ ଆମ୍ଭମାନଙ୍କୁ ସେଗୁଡ଼ିକ ମୂଲ୍ୟବାନ ବିବେଚନା କରିବା ଉଚିତ। ଆସନ୍ତୁ ଆମ୍ଭେ ଦୃଷ୍ଟାନ୍ତରେ ସେହି ଧନୀ ବ୍ୟକ୍ତିଙ୍କ ହତାଶ ହୃଦୟକୁ ବୁଝିବା, ଯିଏ ଚିତ୍କାର କଲା କି ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି ଏବଂ ପରମେଶ୍ୱରଙ୍କୁ ଆଜ୍ଞାଗୁଡ଼ିକୁ ମୂଲ୍ୟବାନ ମନେ କରନ୍ତୁ ଏବଂ ପାଳନ କରନ୍ତୁ। ଆସନ୍ତୁ ଆମ୍ଭେ ଯିଶାୟା ଅଧ୍ୟାୟ 24 ପଦ 1 କୁ ଯିବା। ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନ ଭିନ୍ନ କରୁଅଛନ୍ତି। ତହିଁରେ ଯେପରି ଲୋକମାନଙ୍କର ସେପରି ଯାଜକର, ଯେପରି ଦାସର ସେପରି ତାହାର କର୍ତ୍ତାର, ଯେପରି ଦାସୀର ସେପରି ତାହାର କର୍ତ୍ତୀର, ଯେପରି କ୍ରୟକାରୀର ସେପରି ବିକ୍ରୟକାରୀର, ଯେପରି ମହାଜନର ସେପରି ଖାତକର, ଯେପରି ସୁଦାଗ୍ରାହୀର ସେପରି ସୁଧଦାତାର ପ୍ରତି ଘଟିବ। ପୃଥିବୀ ଶୂନ୍ୟ ଓ ଲୁଟିତ ହେବ। ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ। କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି, ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି।
ପୃଥିବୀ ତନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥା ସବୁ ଲଙ୍ଘନ କରିଛନ୍ତି, ବିଧି ଅନ୍ୟତା କରିଛନ୍ତି, ଅନନ୍ତକାଳ ସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ପଦ 6 ଏହେତୁ ଅଭିଶାପ ପୃଥିବୀ କି ଗ୍ରାସ କରିଅଛି ଓ ତନିବାସୀଗଣ ଅପରାଧୀ ହୋଇଅଛନ୍ତି। ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି। ତେବେ ଏହିସବୁ ଘଟିବାର କାରଣ କ'ଣ? ଏହା ଏଥିପାଇଁ କାରଣ ଲୋକମାନେ ବ୍ୟବସ୍ଥାର ଉଲ୍ଲଂଘନ କଲେ ଏବଂ ବିଧିକୁ ଖଣ୍ଡନ କଲେ ଏବଂ ଅନନ୍ତକାଳୀନ ନିୟମକୁ ଭଙ୍ଗ କଲେ। ଆମ୍ଭେ ଏହି ପୃଥିବୀର ପରିବର୍ତ୍ତିତ ପରିବେଶ ସହିତ ଅନୁକୂଳ ନୁହେଁ ଏବଂ ଏହି କାରଣରୁ ବେଳେବେଳେ ଆମ୍ଭମାନଙ୍କ ଜୀବନରେ ଅନେକ ଅସୁବିଧା, ଅନେକ କଠିନ ଜିନିଷ ଏବଂ ସମୟ ଅଛି। ତେବେ କ'ଣ ହେବ ଯଦି ଆମ୍ଭେ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ? ଅନ୍ୟ ଅର୍ଥରେ କ'ଣ ହେବ ଯଦି ଆମ୍ଭେ ନର୍କକୁ ଯିବା? ପ୍ରକାଶିତ ବାକ୍ୟରେ ପରମେଶ୍ୱର ଭବିଷ୍ୟବାଣୀ କଲେ, ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ଯଦି ଆମ୍ଭମାନଙ୍କୁ ଏହି ସ୍ଥାନରେ ଫୋପାଡ଼ି ଦିଆଯାଏ, ତେବେ ଆମ ସହିତ କ'ଣ ହେବ? ସୌଭାଗ୍ୟବଶତଃ ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତା ନୂତନ ନିୟମର ପ୍ରଚାର କରି ଏବଂ ସତ୍ୟ ଶିଖାଇବା ଦ୍ୱାରା ଆମ୍ଭମାନଙ୍କୁ ନର୍କର ଯନ୍ତ୍ରଣାରୁ ରକ୍ଷା କରିବାକୁ ପୃଥିବୀକୁ ଆସିଲେ। ସେମାନେ ସମସ୍ତ ମାନବ ଜାତିର ନେତୃତ୍ୱ ପରିତ୍ରାଣର ପଥରେ କରୁଛନ୍ତି। ଆସନ୍ତୁ ଆମ୍ଭେ ମାଥିଓ ଅଧ୍ୟାୟ 7କୁ ଯିବା। ମାଥିଓ ଅଧ୍ୟାୟ 7 ପଦ 21ରେ ଲେଖା ଅଛି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କୁ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେମାନେ କେଉଁଠାରେ ପ୍ରବେଶ କରିବେ? କ'ଣ ହେବ ଯଦି ଆମ୍ଭେ ସ୍ୱର୍ଗରେ ପ୍ରବେଶ କରିପାରିବା ନାହିଁ? ପରମେଶ୍ୱର କହିଲେ, ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହା ପରେ ବିଚାର ନିରୂପିତ ଅଛି, ଯେତେବେଳେ ଆମ୍ଭେ ନ୍ୟାୟର ସିଂହାସନ ସମ୍ମୁଖରେ ଠିଆ ହେବା, ତେବେ ପରମେଶ୍ୱର ହୋଇପାରେ ଆମ୍ଭମାନଙ୍କୁ ସ୍ୱର୍ଗକୁ କିମ୍ବା ନର୍କକୁ ପଠାଇବେ। କୋର୍ଟରେ ବିଚାରପତି ଏହି ନ୍ୟାୟ ପ୍ରଦାନ କରନ୍ତି କି କେହି ଅପରାଧୀ ଅଛି କି ନାହିଁ। ସେହିଭଳି ବିଚାର ଦିନରେ ପରମେଶ୍ୱର ନ୍ୟାୟ ପ୍ରଦାନ କରିବେ କି କ'ଣ ଆମ୍ଭେ ସ୍ୱର୍ଗକୁ ଯିବାକୁ ଯୋଗ୍ୟ ଅଟୁ କିମ୍ବା ନର୍କକୁ। ସେଦିନ କିଏ ସ୍ୱର୍ଗରେ ପ୍ରବେଶ କରିବାକୁ ଯୋଗ୍ୟ ହେବ? ଯେତେବେଳେ 2000 ବର୍ଷ ପୂର୍ବେ ଯୀଶୁ ପୃଥିବୀକୁ ଆସିଥିଲେ, ତେଣୁ ସେ ସମସ୍ତ ମାନବ ଜାତିଙ୍କୁ ଶିକ୍ଷା ଦେଲେ କି ଯେଉଁମାନେ ପିତାଙ୍କ ଇଚ୍ଛା ଅର୍ଥାତ୍ ପରମେଶ୍ୱରଙ୍କ ଇଚ୍ଛାରେ ଚାଲନ୍ତି ସେମାନେ ସ୍ୱର୍ଗରେ ପ୍ରବେଶ କରିପାରିବେ। ତାପରେ ଯୀଶୁ ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ନର୍କକୁ ଯିବେ ସେହି ଲୋକଙ୍କୁ କିପରି ପୃଥକ କଲେ ଯେଉଁମାନେ ସ୍ୱର୍ଗକୁ ଯିବେ। ଆସନ୍ତୁ ଆମ୍ଭେ ଏହି ବିଷୟରେ ପଦ 22ରେ ତାଙ୍କ ଶିକ୍ଷାକୁ ଦେଖିବା। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହିଁ ଜାଣିନାହିଁ। ହେ ଅଧର୍ମାଚାରୀମାନେ ଅର୍ଥାତ୍ ବ୍ୟବସ୍ଥା ଉଲ୍ଲଂଘନକାରୀମାନେ, ମୋ ପାଖରୁ ଦୂର ହୁଅ। ଏହିପରି ଯେଉଁମାନେ ପିତାଙ୍କ ଇଚ୍ଛାରେ ଚାଲନ୍ତି ସେମାନେ ସ୍ୱର୍ଗରେ ପ୍ରବେଶ କରିପାରିବେ ଏବଂ ଯେଉଁମାନେ ଚାଲନ୍ତି ନାହିଁ ସେମାନେ ଅନନ୍ତ ନର୍କର ନ୍ୟାୟ ଗ୍ରହଣ କରନ୍ତି। ଅନନ୍ତ ନର୍କର ବିଚାର ଗ୍ରହଣ କରୁଥିବା ଲୋକମାନେ କିଏ? ସେମାନେ ସେହିମାନେ ଯେଉଁମାନେ ଦୁଷ୍କର୍ମ କରନ୍ତି। ସେମାନେ ସେହିମାନେ ଯେଉଁମାନେ ପରମେଶ୍ୱରଙ୍କ ବିଧି, ନିୟମ, ବ୍ୟବସ୍ଥା ଏବଂ ନିୟମକୁ ପାଳନ କରନ୍ତି ନାହିଁ। ଯେଉଁମାନେ ଦୁଷ୍କର୍ମ କରନ୍ତି ସେମାନେ କଦାପି ପିତାଙ୍କ ଇଚ୍ଛାରେ ଚାଲିପାରିବେ ନାହିଁ। ଯେଉଁମାନେ ଦୁଷ୍କର୍ମ କରନ୍ତି ସେମାନେ ଲୋକଙ୍କ ଗୋଷ୍ଠୀ ମଧ୍ୟରୁ ଅଟନ୍ତି, ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାରେ ଚାଲନ୍ତି ନାହିଁ। ଯେଉଁ ସ୍ଥାନକୁ ଏହି ଲୋକମାନେ ଯିବେ ସେଠାରେ ଅନନ୍ତ ଅଗ୍ନିର ଦଣ୍ଡ ଅଛି। ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ କି ସ୍ୱର୍ଗକୁ ଯିବା ପାଇଁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାର ପାଳନ କରିବା ଉଚିତ ଏବଂ ଯଦି ଆମ୍ଭେ ପରମେଶ୍ୱରଙ୍କ ଶିକ୍ଷାକୁ ପାଳନ କରିବାରେ ବିଫଳ ହେଉ ତେବେ ଆମ୍ଭେ ଅନନ୍ତ ନର୍କକୁ ଯିବା। ତଥାପି ଏପରି ଲୋକ ଅଛନ୍ତି ଯେଉଁମାନେ କୁହନ୍ତି, ଯଦି ଅନ୍ୟ ସମସ୍ତେ ନର୍କକୁ ଯାଉଛନ୍ତି ତେବେ ମୋତେ ସେଠାକୁ ଯିବାରେ କୌଣସି ଅସୁବିଧା ନାହିଁ। ଏଥିରେ ବଡ଼ କଥା କ'ଣ ଅଛି?
जदिओ सेमाने एपरि कहते सेमाने उत्ताप को सही पारिबे नहीं। लोकमाने यह कहथाय कि बहुत गरम पृथ्वी रे तापमात्रा द्वारा विचलित हुअन्ति, तथापि सेमाने यह मध्य कहन्ति जेहेतु समस्ते नरक को जाउछन्ति तेबे मते सेठाकु जिबारे कोनोसी असुविधा नहीं। एही कथा केते निर्बोध। आम्भेमाने परमेश्वर को इच्छा को पालन करबा पई यथा संभव चेष्टा करबा आवश्यक। यीशु आम्भमानकु नूतन नियम समय रे परमेश्वर को व्यवस्था पालन करिवार महत्व सिखाइले एवं भविष्यद्वक्ता माने मध्य बाइबल 66 पुस्तक रे समान शिक्षा देइथिले। आसंतो आम्भेमाने जेरेमिया अध्याय 11 को जिबा ओ सेही लोकमानक परिणाम देखिबा जे माने परमेश्वर को विधि आज्ञा और व्यवस्थार उल्लंघन कले। अध्याय 11 पद 1 जेरेमिया निकटरे सदाप्रभुंकर एही वाक्य उपस्थित हैला यथा तुम्हे माने एही नियमर वाक्य शुण और जिहुदार लोकमानंकु और जेरुसालेमर निवासी मानंकु कह तुम्हे सेमानंकु कह सदाप्रभु इस्राएलर परमेश्वर एही कथा कहन्ति सेही नियमर कथा जेउ लोक न शुणे से शापग्रस्त हेउ। यह कहे कि से शापग्रस्त हेबो। न्यायर दिन रे जदि सेमाने शापग्रस्त हुअन्ति तेबे कोन सेमानंकु स्वर्ग को पठाजिबो अबा नरक को सेमाने नरक रे जिबार रक्षा पाइबे नहीं। यह किए कहिले कोन जेरेमिया यह कहथाय संदेश देले नहीं। सदाप्रभु इस्राएलर परमेश्वर एही कथा कहन्ति परमेश्वर आममानकु कहन्ति कि जे माने एही नियमर वाक्य सुनिबे नहीं एवं पालन करिबे नहीं सेमाने शापग्रस्त हेबे। आसंतो आम्भे पद 4 सहित जारी रखिबा। आम्भे तुम्हमानकर पितृपुरुष मानकु मिस्र देशर लोह अग्निकुंडरु बाहर करी आनिबा दिन सेमानकु जहा आदेश करी कहिलु अर्थात आम्भ रबरे अवधान कर ओ आम्भे तुम्हमानकु जहा जहा आज्ञा करू से सकल अनुसारे कर्म कर तहिरे तुम्हे माने आम्भर लोक हेबो ओ आम्भे तुम्हमानकर परमेश्वर हेबा। परमेश्वर आम्भमानक सहित प्रतिज्ञा करिसंति कि जदि आम्भे तांको वाक्य को मानिबा ओ ताहा पालन करिबा तेबे से आम्भमानक परमेश्वर हेबे ओ आम्भे तांको लोक हेबा। आउ जेउ माने तांको वाक्य पालन करंती नहीं सेमाने शापग्रस्त हेबे। परमेश्वर एपरि आम्भको भयभीत करिबा पई कहि नांती कारण यह निश्चित रूपे घटिबो। तेबे परमेश्वर आम्भमानकु जणे भाववादीଙ୍କ द्वारा सत्य को जानिबाको देले। जेरेमिया अध्याय 16 पद 10 यह कही थाए आउ तुम्हे एही सबु कथा ए लोकमानଙ୍କ निकटरे जेतेबेले प्रकाश करिबो ओ सेमाने तुम्हकु कहिबे सदाप्रभु काहेकि एही सबु महा अमंगलर कथा आम्भमानଙ୍କ विरोधरे कहि अछंती अबा आम्भमानଙ୍କ अपराध की अबा आम्भेमाने सदाप्रभु आम्भमानଙ୍କର परमेश्वरଙ୍କ विरोधरे की पाप करियछु। पद 11 तहिरे तुम्हे सेमानଙ୍କୁ कहिबो सदाप्रभु कहती तुम्भमानक पितृपुरुष माने आम्भको परित्याग करियछंती पुणी अन्य देवगणर पश्चादगमन करी सेमानक सेवा करियछंती ओ सेमानकर पूजा करियछंती आउ आम्भको परित्याग करी कहार व्यवस्था पालन करि नाहंती। केवल एही तथ्य द्वारा मध्य कि तुम्हे परमेश्वरक व्यवस्थार पालन करो नाही मु प्रथमरु ही देखि पारे कि तुम्हे अन्य देवगणर पूजा करिथाओ एवं आम्भ सहित विश्वासघातक करियछ। बाइबल कहि थाए जे परमेश्वर एही समस्त जानती तुम्हे आमर व्यवस्था पालन कलो नाही। एही कारण हेतु सेही महान विपत्ति तुम्भ उपरे आसुअछि। परमेश्वर यह ही बुझाइछंती। आसंत आम्भे भाववादी जेरेमियाଙ୍କ द्वारा दिया होइतिबा परमेश्वरଙ୍କ चेतावनी को देखुथाई बुझिबा जे परमेश्वरଙ୍କ व्यवस्था विधि आज्ञा केते गुरुत्वपूर्ण। जेरेमिया अध्याय 44 पद 22 तहिरे तुम्हमानकर दुष्क्रिया सकाशु ओ तुम्हमानकर कृत्य घृणायोग्य कर्म सकाशु सदाप्रभु आउ सहयोग करिपारिले नाही। एहेतु तुम्हमानकर देश आजिर न्याय उच्चन और विस्मयजनक शापग्रस्त और निवासी विहीन होइअछि। तुम्हे माने धूप जलाइअछ सदाप्रभुଙ୍କ विरोधरे पाप करिअछ ओ सदाप्रभुଙ୍କ रबरे मनोजोग करिनाह पुणी ताहांकर कोण व्यवस्था विधि और प्रमाण वाक्य अनुसारे आचरण करिनाह। एथिपाई आजिर न्याय एही अमंगल तुम्हमानक प्रति घटिअछि कारण तुम्हे माने परमेश्वरଙ୍କ व्यवस्था और विधि एवं प्रमाण वाक्य अनुसारे आचरण करिनाह। एही कारण हेतु अमंगल तुम्हमानक प्रति घटिअछि। परमेश्वर आम्भमानकु एहा ही शिखाइछंती। पुणी जदि आम्भे स्वर्ग राज्यर अभिलाष करू और उद्धार प्राप्त करबाकू चाहूँ तेबे जदिओ आम्भमानक परिस्थिति जेमिति थाउ ना काहेकि कोन आम्भको परमेश्वरଙ୍କ नियम आज्ञा और व्यवस्था को पालन करबा उचित नुहे। आम्भमानकु विश्वस्त भावरे सेगुडी को पालन करबा उचित। परमेश्वर आम्भमानकु परमेश्वरଙ୍କ व्यवस्था को सहजरे मानिबा पई
ଅନୁକୂଳ ପରିବେଶରେ ରଖିପାରିବେ। ତେବେ ସମସ୍ତେ ଅନୁକୂଳ ପରିସ୍ଥିତିରେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରିପାରିବେ। ଏଥିପାଇଁ ପରମେଶ୍ୱର ବେଳେବେଳେ ଆମ୍ଭମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ରଖନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କ ଆଜ୍ଞା ଓ ବ୍ୟବସ୍ଥାକୁ ପାଳନ କରିବା ପାଇଁ ଆମ୍ଭମାନଙ୍କ କରିଥିବା ସମସ୍ତ ପ୍ରୟାସକୁ ଦେଖି ପରମେଶ୍ୱର ଆମ୍ଭମାନଙ୍କ ମନକୁ ଦେଖନ୍ତି ଆଉ ଜାଣନ୍ତି କି ଆମ୍ଭମାନଙ୍କୁ ତାଙ୍କ ଉପରେ ବିଶ୍ୱାସ ଅଛି କି ନାହିଁ। ଗୋଟିଏ ସମୟର କଥା, ଗୋଟିଏ ଧନୀ ପରିବାରରେ ଜଣେ ଯୁବକ ଥିଲେ। ତାଙ୍କ ପିତାଙ୍କୁ ସନ୍ଦେହ ଥିଲା, କ'ଣ ମୁଁ ବାସ୍ତବରେ ନିଜ ପୁଅକୁ ନିଜର ସମ୍ପତ୍ତି ଉତ୍ତରାଧିକାରୀରେ ଦେଇପାରିବି? କ'ଣ ସେ ଆମ୍ଭର ସମ୍ପତ୍ତି ବୃଦ୍ଧି କରିବାରେ ସକ୍ଷମ ହେବ? ଚିନ୍ତାର ସହିତ ସେ ତାହାର ପୁଅର ଏହା କହୁଥାଏ ପରୀକ୍ଷା ନେଲେ, ଆଜି ରାସ୍ତାକୁ ଯାଅ, ନିଜେ ଟଙ୍କା ରୋଜଗାର କର ଓ ତାହା ମୋ ପାଖକୁ ଆଣ। ଏହି ସମୟ ପର୍ଯ୍ୟନ୍ତ ପୁଅ କେବଳ ନିଜ ପିତାମାତାଙ୍କ ଧନକୁ ନଷ୍ଟ କରି ଆସୁଥିଲା। ସେ ପ୍ରଥମେ କେବେ ଟଙ୍କା ପାଇଁ ପରିଶ୍ରମ କରିନଥିଲା। ସେ କିଛି ନ କରି ଖାଲି ହାତରେ ଫେରି ଆସିଲା। ତା ମାକୁ ତା ପ୍ରତି ଦୟା ହେଲା। ତେଣୁ ସେ ତାହାର ପିତାଙ୍କୁ ନ ଜଣାଇ ଆପଣା ପୁଅକୁ 3ଟି ମୁଦ୍ରା ଦେଲେ। ଆଉ ସେ କହିଲେ, ଦେଖ, ଆପଣ ପିତାଙ୍କ ଚିନ୍ତାକୁ ଦୂର କରିବା ପାଇଁ ପିତାଙ୍କୁ କହିବ କି ତୁମ୍ଭେ ଏହି ମୁଦ୍ରା ଗୁଡ଼ିକୁ ରୋଜଗାର କରିଅଛ। ଯେହେତୁ ତାର ମା ତାହାକୁ ଦେଉଥିଲା, ତେଣୁ ସେ ତାହା ନେଲା ଓ ଆପଣା ପିତାଙ୍କୁ ଦେଉଥାଇ କହିଲେ, ପିତା, ଆଜି ମୁଁ ଏହି ମୁଦ୍ରା ଗୁଡ଼ିକୁ ରୋଜଗାର କରିଅଛି। ଯେତେବେଳେ ପିତା ତାହା ଦେଖିଲେ, ତେବେ ସେ ରାଗିଗଲେ ଓ ତାହା କାଠ ଚୁଲିର ନିଆଁରେ ଫିଙ୍ଗିଦେଲେ। ମାତ୍ର ପୁଅ ସେଠାରେ ହିଁ ଠିଆ ହୋଇ ତାହା ଜଳୁଥିବାର ଦେଖୁଥିଲେ। ତେବେ ପିତା ତାଙ୍କୁ କହିଲେ, ମୋତେ ଧୋକା ନ ଦେ। ଯାଅ, ନିଜେ ଟଙ୍କା ରୋଜଗାର କର ଓ ମୋ ପାଖକୁ ଆଣ। ତୁମ୍ଭେ ଏହି ଟଙ୍କା ରୋଜଗାର କରିନାହଁ। ଏହିପରି ଅନେକ ଥର ହେଲା। ତାହାର ମା ପ୍ରତ୍ୟେକ ଥର ଏପରି କରିବାରେ ତାହାର ସାହାଯ୍ୟ କଲେ। କିନ୍ତୁ ପ୍ରତ୍ୟେକ ଥର ପିତାଙ୍କୁ ଜଣାପଡ଼ିଲା କି ଏହା ତାହାର ଟଙ୍କା ନଥିଲା। ତୁମ୍ଭେ ଏହି ଟଙ୍କା ରୋଜଗାର କରିନାହଁ। ଦିନେ ପୁଅକୁ ଅନୁଭବ ହେଲା କି ଯେପରି ତାଙ୍କ ପିତା ଚାହୁଁଛନ୍ତି ସେହିପରି ତାଙ୍କୁ ସ୍ୱୟଂ ଟଙ୍କା ରୋଜଗାର କରିବାକୁ ହେବ। ଏଥିପାଇଁ ଯଦିଓ ସେ ଜଣେ ଧନୀ ପରିବାରର ପୁଅ ଥିଲା, କିନ୍ତୁ ସେ କାଠ ହାଣି ଓ କ୍ଷେତରେ କାମ କରି ଆପଣା ମୁଣ୍ଡର ଝାଳ ବୁହାଇ କାମ କଲା। ଏପରି କରି ସେ ଗୋଟିଏ ମୁଦ୍ରା ଅର୍ଜନ କଲେ। ସେ କହିଲେ, ଦେଖ, ଏଥର ମୁଁ ପ୍ରକୃତରେ ଏହି ଟଙ୍କାକୁ ରୋଜଗାର କରିବା ପାଇଁ କଠିନ ପରିଶ୍ରମ କଲି। କିନ୍ତୁ ସେତେବେଳେ ତାଙ୍କ ପିତା କହିଲେ, ଆରେ କ'ଣ ତୁ ମୋତେ ପୁଣି ଧୋକା ଦେବାକୁ ଚେଷ୍ଟା କରୁଛୁ? ଆଉ ସେ ତାହା ନିଆଁରେ ଫିଙ୍ଗିଦେଲା। ସେଥିରେ ପୁଅ ବହୁତ ଆଶ୍ଚର୍ଯ୍ୟ ହେଲେ ଆଉ ସେ ଟଙ୍କା ବାହାର କରିବା ପାଇଁ ନିଆଁରେ ଆପଣ ହାତ ପୁରାଇଲା। ଏତେ ପରିଶ୍ରମ କରି ରୋଜଗାର କରିଥିବା ମୋ ଟଙ୍କାକୁ ଆପଣ ନିଆଁରେ କେମିତି ଫିଙ୍ଗି ପାରିବେ? ଏହା କହୁଥାଇ ସେ ଟଙ୍କା ଖୋଜିବାକୁ ଚେଷ୍ଟା କଲା। ସେଥିରେ ତାଙ୍କ ପିତା ପରିଶେଷରେ କହିଲେ, ଏବେ ମୁଁ ଏହା ଜାଣିଗଲି, ସତରେ ତୁମ୍ଭେ ଆପଣ ମୁଣ୍ଡର ଝାଳରୁ ସେହି ଟଙ୍କା ରୋଜଗାର କରିଅଛ। ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ବିଧି, ଆଜ୍ଞା ଓ ବ୍ୟବସ୍ଥାକୁ ପାଳନ କରିବାକୁ ଆଜ୍ଞା ଦେଇଛନ୍ତି ଏବଂ ଆମ୍ଭମାନଙ୍କୁ ସମସ୍ତ ପ୍ରକାରର ପରିବେଶରେ ରଖନ୍ତି। କେବେ କେବେ କଠିନ ପରିବେଶରେ ଓ କେବେ କେବେ ଏପରି ପରିବେଶରେ ଯେଉଁଠି ତାହା ପାଳନ କରିବା ସହଜ ହୋଇଥାଏ। ଯଦି ପରମେଶ୍ୱର ଆମ୍ଭମାନଙ୍କୁ ସର୍ବଦା ଅନୁକୂଳ ପରିବେଶରେ ରଖନ୍ତି, ତେବେ ପରମେଶ୍ୱର ଏହା ଦେଖିପାରିବେ ନାହିଁ କି ପରମେଶ୍ୱରଙ୍କ ବିଧି, ଆଜ୍ଞା ଓ ବ୍ୟବସ୍ଥାକୁ କିଏ ବହୁମୂଲ୍ୟ ବିବେଚନା କରେ। କିନ୍ତୁ ଯେତେବେଳେ ଆମ୍ଭମାନଙ୍କୁ ଏକ କଠିନ ପରିସ୍ଥିତିରେ ରଖାଯାଏ, ତେବେ ପରମେଶ୍ୱର ଦେଖିପାରିବେ କି ପରିସ୍ଥିତି ଉପରେ ଜୟଲାଭ କରି କିଏ ତାହା ପାଳନ କରିବାର ଚେଷ୍ଟା କରେ। କ'ଣ ଏହି ଲୋକମାନେ ଯେଉଁମାନେ ଏହା ଜାଣୁଥାଏ କି ପରମେଶ୍ୱରଙ୍କ ବିଧି, ଆଜ୍ଞା ଓ ବ୍ୟବସ୍ଥା କେତେ ଗୁରୁତ୍ୱପୂର୍ଣ୍ଣ, ସଠିକ ଭାବରେ ତାଙ୍କର ପାଳନ କରୁଥିବା ଲୋକ ନୁହନ୍ତି? ପରମେଶ୍ୱର ଆମ୍ଭମାନଙ୍କୁ ହୃଦୟକୁ ଦେଖିବା ପାଇଁ ଅନେକ ଉପାୟକୁ ବ୍ୟବହାର କରନ୍ତି। ଭାଇ ଓ ଭଉଣୀମାନେ, କେବେ କେବେ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ କି ପରମେଶ୍ୱରଙ୍କ ଆଜ୍ଞା ଉଦ୍ଧାରର ସଠିକ ମାର୍ଗ, ଯାହା ଆମ୍ଭମାନଙ୍କୁ ସ୍ୱର୍ଗ ନେଇଯାଏ, ଆମ୍ଭମାନଙ୍କ ସମ୍ମୁଖରେ ବାଧା ଦେଇଥାନ୍ତି। କିଛି ଲୋକ କୁହନ୍ତି ଏହା ଅଜବ ବିଷୟ, ପ୍ରତ୍ୟେକ ବିଶ୍ରାମବାରରେ ଛୋଟ ଘଟଣା ଘଟେ। ସର୍ବଦା ଏପରି ଘଟଣା ଘଟିଥାଏ ଯାହା ଆମ୍ଭମାନଙ୍କୁ ବିଶ୍ରାମ ଦିନ ଚର୍ଚ୍ଚ ଯିବାକୁ ପ୍ରତିରୋଧ କରେ। ଏହା ଏପରି ପରିସ୍ଥିତି ଯାହା ଆମ୍ଭମାନଙ୍କୁ ସାଂସାରିକ ମାମଲା ଓ ବିଶ୍ରାମ ଦିନ ମଧ୍ୟରେ ତୁଳନା କରିବାକୁ ଦେଇଥାଏ। ଏହି ସମସ୍ତ ଦ୍ୱାରା ପରମେଶ୍ୱର ଏହା ଦେଖାଇବା ପାଇଁ ଆମ୍ଭମାନଙ୍କୁ ବିଶ୍ୱାସକୁ ମାପନ୍ତି କି ଆମ୍ଭେମାନେ ପରମେଶ୍ୱରଙ୍କ ବିଧି, ଆଜ୍ଞା ଓ ବ୍ୟବସ୍ଥାକୁ ଯେକୌଣସି ଅନ୍ୟ ବସ୍ତୁ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାନିଥାଉ କି ନାହିଁ।
바라보고 계신다고 했습니다. ଆସନ୍ତୁ ଆମେ ଯାତ୍ରା ପୁସ୍ତକ ଅଧ୍ୟାୟ 15 ପଦ 25କୁ ଯିବା। 함께 보겠습니다. ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ତାଙ୍କୁ ଏକ ପ୍ରକାର କାଷ୍ଠ ଦେଖାଇଲେ। ସେ ତାହା ନେଇ ଜଳରେ ପକାନ୍ତେ ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ କ'ଣ ନିରୂପଣ କଲେ? ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ। 윤례를 정하시 ପୁଣି ସେମାନଙ୍କର କ'ଣ କଲେ? ପରୀକ୍ଷା ନେଇ କହିଲେ। ପରମେଶ୍ୱର ଏହା ଦେଖାଇବା ପାଇଁ ସେମାନଙ୍କର ପରୀକ୍ଷା ନେଲେ କି ସେମାନେ ଆଜ୍ଞା ଓ ବ୍ୟବସ୍ଥାକୁ ପାଳନ କରନ୍ତି କି ନାହିଁ। ଭାଇ ଓ ଭଉଣୀମାନେ, ଆମମାନଙ୍କ ପାଖରେ ପରମେଶ୍ୱରଙ୍କ ବ୍ୟବସ୍ଥା ଅଛି, ଯେପରି ବିଶ୍ରାମ ଦିନ, ନିସ୍ତାର ପର୍ବ, ଓଢ଼ଣୀର ନିୟମ, ମୂର୍ତ୍ତି ପୂଜାର ନିଷେଧ କରିବାର ବ୍ୟବସ୍ଥା, ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ହେବାର ବ୍ୟବସ୍ଥା। ପରମେଶ୍ୱର ଆମମାନଙ୍କୁ ଜୀବନର ସତ୍ୟ, ନୂତନ ନିୟମର ସମସ୍ତ ବ୍ୟବସ୍ଥା ପ୍ରଦାନ କରିଛନ୍ତି। ପରିଶେଷରେ ଏହି ସମସ୍ତ ବିଷୟ କାହା ନିମନ୍ତେ? 한 것이라고 했습니까? ନୂତନ ନିୟମର ସ୍ଥାପନା କରିବା ସମୟରେ ଯୀଶୁ କ'ଣ କହିଲେ? ସେ କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ଆମମାନଙ୍କୁ ଏହା ଭୁଲିବା ଉଚିତ ନୁହେଁ କି ଏହି ସମସ୍ତ ଆମମାନଙ୍କ ପାଇଁ। 우리가 되어야 되겠습니다. ଆସନ୍ତୁ ଆମେ ଗୋଟିଏ ପ୍ରକାଶନ ଦେଖିବା, ଯାହା ପରମେଶ୍ୱର ଆପଣା ବିଧି, ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବାର 하나님께서 ମାମଲା ବିଷୟରେ ପ୍ରେରିତ ଯୋହନଙ୍କୁ ଦେଖାଇଥିଲେ। 요한계시록 ପ୍ରକାଶିତ ବାକ୍ୟ ଅଧ୍ୟାୟ 14 ପଦ 6। ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି। ସେ ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ କେଉଁ ପ୍ରକାରର ସୁସମାଚାର? ଏକ ଅନନ୍ତକାଳ ସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚ ସ୍ୱରରେ କହିଲେ, ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ। ପୁଣି ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର। ତାହାଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରୀର କାମରୂପ ମଦିରା ପାନ କରାଇଅଛି, ସେ ପତିତ ଅଧପତିତ ହୋଇଅଛି। ସେମାନଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବ। ପୁଣି ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ କେଉଁ ପ୍ରକାରର ଯନ୍ତ୍ରଣା ପ୍ରାପ୍ତ ହେବ? ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମରେ ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। ଆମ୍ଭେମାନେ ପ୍ରଥମରୁ ହିଁ ପ୍ରକାଶିତ ବାକ୍ୟ ଅଧ୍ୟାୟ 13, 17 ଏବଂ 18 ଦ୍ୱାରା ଏହି ପଶୁ ବିଷୟରେ ଅନେକ ଥର ଅଧ୍ୟୟନ କରିଅଛୁ। 이미 여러 차례 배운 바가 있습니다. ଏଠାରେ ଯେଉଁମାନେ ସେହି ପଶୁ ଓ ତାହାର ମୂର୍ତ୍ତିକୁ ପୂଜା କରନ୍ତି, ସେମାନେ ଆପଣା କପାଳରେ ଅବା ହାତରେ କ'ଣ ପ୍ରାପ୍ତ କରନ୍ତି? ସେମାନେ କପାଳ ଅବା ହାତରେ ତାହାର ଚିହ୍ନ ପ୍ରାପ୍ତ କରିବେ, ଆଉ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଏପରି ସେମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ସେମାନେ କପାଳରେ ଅବା ହାତରେ ଚିହ୍ନ ପ୍ରାପ୍ତ କରିବେ। ଭାଇ ଓ ଭଉଣୀମାନେ, କ'ଣ ଏହା ପରିଚିତ ଲାଗେ ନାହିଁ? ଆପଣ ଏହି ଦୃଶ୍ୟ କେଉଁଠି ଦେଖିଛନ୍ତି? 뭘 ଆମ୍ଭେ କପାଳରେ କିମ୍ବା ହାତରେ ଚିହ୍ନ କେବେ ପ୍ରାପ୍ତ କରୁ? 행한다고 되어 있습니까? ଯେତେବେଳେ ଆମ୍ଭେ ନିସ୍ତାର ପର୍ବ ପାଳନ କରିଥାଉ, 하나님의 ଯାହା ପରମେଶ୍ୱରଙ୍କ ଆଜ୍ଞା ମଧ୍ୟରୁ ଗୋଟିଏ, 붙여서 ତେବେ ତାହା ଆମମାନଙ୍କ କପାଳରେ ଅର୍ଥାତ୍ ଚକ୍ଷୁଦ୍ୱୟର ମଧ୍ୟସ୍ଥାନରେ 눈썹 사이 ଚିହ୍ନ ସ୍ୱରୂପେ ରହିବ। 미간에 붙여 ପରମେଶ୍ୱରଙ୍କ ଗୋଟିଏ ବ୍ୟବସ୍ଥା ଅଛି, ଯାହା ଆମ୍ଭମାନଙ୍କ କପାଳରେ ଚିହ୍ନ ସ୍ୱରୂପେ ହେବ, ଆଉ ଆମ୍ଭ ହାତରେ ଚିହ୍ନ ସ୍ୱରୂପେ ହେବ। 법도가 있습니다. ଅନ୍ୟ ଶବ୍ଦରେ, ଯଦି ଆମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ କରିଥାଉ, ତେବେ ଆମ୍ଭେ ଆପଣା କପାଳରେ ଓ ଆପଣା ହାତରେ ଗୋଟିଏ ଚିହ୍ନ ପ୍ରାପ୍ତ କରିପାରିବା। କିନ୍ତୁ କ'ଣ ହେବ ଯଦି ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ନୁହେଁ କିନ୍ତୁ ଶୈତାନର ଆଜ୍ଞାଗୁଡ଼ିକୁ ପାଳନ କରିବା? ଆମ୍ଭେ ଆପଣା କପାଳରେ ଅବା ଆପଣା ହାତରେ କ'ଣ ପ୍ରାପ୍ତ କରିବା? ଏହି ମାମଲାରେ ମଧ୍ୟ ଆମ୍ଭେ ଏକ ଚିହ୍ନ ପ୍ରାପ୍ତ କରିବା। ଯଦିଓ ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରୁ ଅବା ଶୈତାନର ଆଜ୍ଞାଗୁଡ଼ିକୁ, ଗୋଟିଏ ଚିହ୍ନ ଆମ୍ଭମାନଙ୍କ କପାଳରେ ଅବା ଆମ୍ଭମାନଙ୍କ ହାତରେ ଦିଆଯିବ। ସମସ୍ତଙ୍କୁ ସେଥିମଧ୍ୟରୁ ଗୋଟିଏ ପ୍ରାପ୍ତ ହେବ। ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କୁ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ ହେବ। ଏହାର ବିପରୀତ ଯେଉଁମାନେ ପଶୁର ଆଜ୍ଞା ପାଳନ କରନ୍ତି, ସେମାନଙ୍କୁ ପଶୁର ଚିହ୍ନ ପ୍ରାପ୍ତ ହେବ। 영원한 ସେମାନେ ଅଗ୍ନି ଓ ଗନ୍ଧକର ଯନ୍ତ୍ରଣାରେ କଷ୍ଟ ପାଇବେ ଓ କଲବଲ ହେବେ, ଯେଉଁଠି ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ପରମେଶ୍ୱର ପ୍ରେରିତ ଯୋହନଙ୍କ ଦ୍ୱାରା ଆମ୍ଭମାନଙ୍କୁ ଏହି ପ୍ରକାଶନ ଦେଖାଇଲେ।
ଯେମିତି ଆମ୍ଭେ ଦେଖିପାରିବା ପରମେଶ୍ୱରଙ୍କ ଆଜ୍ଞା ଯାହା ଆଜି ଆମ୍ଭେମାନେ ପାଳନ କରୁଅଛୁ ତାହା ହେଉଛି ସେହି ମାର୍ଗ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର ନିମନ୍ତେ ପ୍ରଦାନ କରିଛନ୍ତି। 이 구원의 ମୁଁ ପ୍ରାର୍ଥନା କରୁଅଛି କି ଉଦ୍ଧାରର ମାର୍ଗରେ କେହି ମଧ୍ୟ ଏବଂ ଗୋଟିଏ ଆତ୍ମା ମଧ୍ୟ ପତିତ ହେବ ନାହିଁ 안식일 6월 ଅବା ବିଶ୍ରାମ ଦିନ ନିସ୍ତାର ପର୍ବ ଓ 3 ଥରରେ 7 ପର୍ବ ପରି ନୂତନ ନିୟମର କୌଣସି ମଧ୍ୟ ସତ୍ୟକୁ ହରାଇବେ ନାହିଁ। 놓치지 아니하고 ଆସନ୍ତୁ ଆମ୍ଭେ ଦାଉଦଙ୍କ ପରି ବିଶ୍ୱାସ ରଖିବା ଯିଏ କହିଲେ ମୁଁ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଅଧିକ ପ୍ରିୟ ଜାଣେ। 갖고서 ଆଉ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଯେଉଁ ମାର୍ଗ ପ୍ରସ୍ତୁତ କରିଛନ୍ତି ତାହାର ପାଳନ କରିବା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।